ଆଜି ଟାଣ ଖରା ହେଇଥିବାରୁ ମୁଁ ବଢ଼ିତକ ସବୁ ଖରାରେ ଦେଇଛି। ଏଇଟା ମୁଁ ଗାଁରୁ ଆଣିଥିଲି। ସବୁ ତ ଖାଇସାରିଲିଣି, ବାକି ଏତିକି ହିଁ ଅଛି। ଏପଟେ କଞ୍ଚା ଲଙ୍କା ଆଉ ପାଚିଲା ଲେମ୍ବୁକୁ ମୁଁ ଖରାରେ ଟିକେ ଧୋଇକି ରଖିଛି। ଏଇଟା ମୁଁ ବିନା ଅଏଲ୍ରେ ଆଚାର କରିବି, ପୁରା ଲୁଣ ଆଉ କଞ୍ଚା ଲଙ୍କା ଲେମ୍ବୁ ଦେଇ ସଢ଼େଇକି। ଆଉ ଏଇଟା ମୁଁ ମିକ୍ସ ଆଚାର କରିଛି। ଦେଖୁଛନ୍ତି ତ କେଡ଼େ ସୁନ୍ଦର ଦେଖାଯାଉଛି, ପୁରା ମାର୍କେଟ ପରି ଆଚାର ପରିକା ଦେଖାଯାଉଛି। ଏଇଟା ପ୍ରାୟତଃ ହେଇଗଲାଣି, ଆଉ କିଛି ଦିନ ପରେ ରେଡ଼ି ହେଇଯିବ। ଆଜି ମାଛ ତରକାରୀ କରିବି ବୋଲି ଭାବିଲି, ତେଣୁ ୟାଙ୍କୁ କହିଲି। ଇଏ କହିଲେ ଠିକ୍ ଅଛି, ମୁଁ ଯାଇ ମାଛ ନେଇ ଆସିବି। ମୁଁ କହିଲି ନାଇଁ, ସାଥିରେ ମୁଁ ବି ଯିବି। ମାଛ ଦେଖି ଚଏସ୍ କରି ଆଣି ତରକାରୀ କରିବାର ମଜା ହିଁ ଅଲଗା। ତେଣୁ ଦେଖି ଚାହିଁ ଗୋଟାଏ ବଡ଼ ଭାକୁର ମାଛ ନେଇ ଆସିଲି। ସେଥିରେ ଲୁଣ ହଳଦୀ ପକାଇ ଦେଇ କଢ଼େଇରେ ତେଲ ଗରମ କରି କଡ଼ମଡ଼ କରି ସବୁତକ ମାଛ ମୁଁ ଫ୍ରାଏ କରିନେଲି। ଗୋଟି ଗୋଟି କରି ସବୁ ମାଛ ଫ୍ରାଏ କଲା ପରେ ଏପଟେ ଆଳୁ ବି ମୁଁ କାଟୁଥିଲି। ତାପରେ ଆଳୁ ବି ଭାଜି ଚାଲିଲି। ଆଳୁ ହେଇସାରିଲା ପରେ ମସଲା, ସୋରିଷ ମସଲା ଆଉ ଟମାଟୋ ଦେଇ ଗ୍ରାଇଣ୍ଡିଙ୍ଗ କରିଥିବା ଏ ମସଲାକୁ ଭଲ ଭାବରେ କଷିଦେଲି। ତାପରେ ପାଣି ଦେଇଦେଲି। ପାଣି ଦେଇ ସାରିଲା ପରେ ପାଣି ଫୁଟିକି ସାରିଲା ପରେ ଆଳୁ ଯେମିତି ସିଝିଗଲା, ତାପରେ ମାଛ ତକ ପକାଇକି ଫୁଟେଇଲି। ଶେଷରେ ଧନିଆ ପତ୍ର ଦେଇ ଗାର୍ନିସ୍ କଲି। ଏଥର ମାଛ ତରକାରୀଟା ପୁରା ଖାଇବା ପାଇଁ ରେଡ଼ି ହେଇଗଲା। ତାପରେ ଆଉ କ'ଣ, ଥାଳିଏ ଭାତ ପୁରା ଗେଫି ଦେଇ ଗଲି।